ଆପଣ ଗୋଲ୍ଡ ଲୋନ୍ କରିଛନ୍ତି କି କୌଣସି ବ୍ୟାଙ୍କରେ? ଯେତେବେଳେ ଆପଣଙ୍କର ଋଣ ପରିଶୋଧ ସମ୍ପୂର୍ଣ୍ଣ ହେଉଛି, ବ୍ୟାଙ୍କ ଯେତେବେଳେ ଆପଣଙ୍କୁ ଆପଣଙ୍କର ନିଜର ସୁନା ଫେରସ୍ତ ଆଣିବେ, ସେତେବେଳେ ଆପଣଙ୍କର ସୁନାର ମାନ ଏବଂ ଓଜନ ପରଖି ଆଣନ୍ତୁ, ନହେଲେ ଆପଣ ଏହିପରି ଠକାମିର ଶିକାର ହେବେ। ଦେଖିନିଅନ୍ତୁ ଏ ଭାଇ ଜଣକ କ'ଣ କହୁଛନ୍ତି। ମୋ ସହିତ ଫ୍ରଡ୍ କରିଛନ୍ତି। ମୁଁ ଗତ ଫେବୃଆରୀ 2025ରେ ମୋର ଟଙ୍କାର ବେଶୀ ଆବଶ୍ୟକତା ଥିଲା। ମୁଁ ସେ ପାଇଁ ଘର ପିନ୍ଧା ସୁନା ମୁଁ ନେଇକି ଆକ୍ସିସ୍ ବ୍ୟାଙ୍କରେ ପକାଇଥିଲି। ତା ଏଗେନ୍ଷ୍ଟରେ ମୋତେ ସେମାନେ 13,11,400 ଟଙ୍କା ଋଣ ଦେଇଥିଲେ। ମୋର ଅନ୍ୟ ଜାଗାରେ ଯେତେବେଳେ ଜମି ଗୋଟେ ବିକ୍ରି ହୋଇଗଲା, ମୋ ପାଖରେ ଟଙ୍କା ହୋଇଗଲା। ମୁଁ ତାଙ୍କୁ କହିଲି ମୋ ଟଙ୍କା ତୁମେ ଲୋନ୍ ଟଙ୍କା ନେଇକି ମୋତେ ମୋ ଜିନିଷ ଫେରସ୍ତ କର। ମୁଁ 11ଟା ବେଳକୁ ଯାଇଥିଲି ବ୍ୟାଙ୍କ, କିନ୍ତୁ ସେମାନେ ମୋତେ କହିଲେ ଫିଲ୍ଡ ଅଫିସର ନାହାନ୍ତି, ଆପଣ 2ଟା ବେଳକୁ ଆସନ୍ତୁ। ମୁଁ 2ଟା ବେଳକୁ ଫୋନ୍ ମାରିଲି, ତଥାପି ମୋତେ ସେମାନେ ଲୋନ୍ ଆମାଉଣ୍ଟ କହିଲେ ନାହିଁ। ମୁଁ ଯେହେତୁ 13,11,400 ଟଙ୍କା ନେଇଥିଲି, ମୁଁ ସେ ଲୋନ୍ ଆକାଉଣ୍ଟକୁ 13,11,400 ଟଙ୍କା ପଠାଇଲି। ମୁଁ କହିଲି ଆପଣ ଶୀଘ୍ର ମୋତେ କ୍ଲୋଜ୍ କରିକି ମୋ ଜିନିଷ ଘୁରାନ୍ତୁ। ତାର ଇଣ୍ଟରେଷ୍ଟ ଆମାଉଣ୍ଟ ସେମାନେ ମୋ ସେଭିଙ୍ଗସରୁ ଅଟୋମେଟିକ୍ ଡେବିଟ୍ କରିଛନ୍ତି। ଯେତେବେଳେ ଡେବିଟ୍ ହୋଇଗଲା ଇଣ୍ଟରେଷ୍ଟ ଆମାଉଣ୍ଟ, ମୁଁ ବ୍ୟାଙ୍କରେ କହିଲି ମୋ ଜିନିଷ ଦେଉନାହାନ୍ତି କାହିଁକି? ସେମାନେ କହିଲେ ଆପଣ 4ଟା ବେଳକୁ ଆସନ୍ତୁ, ଆମେ ଆପଣଙ୍କୁ ଜିନିଷ ଦେଇଦେଉଛୁ। ମୁଁ 4ଟା ବେଳକୁ ଯାଇ ବ୍ୟାଙ୍କରେ ପହଞ୍ଚିଲି। ତାଙ୍କ ବ୍ରାଞ୍ଚ ମ୍ୟାନେଜର ମୋତେ ତାଙ୍କ ଚେମ୍ବରକୁ ନେଲେ। ମୋତେ ଚେମ୍ବରରେ ଏସି ଦେଇ ବସାଇଲେ। କଥା ବେଳରେ ସେ ତାଙ୍କର 2 ଜଣ କର୍ମଚାରୀ ପ୍ୟାକେଟ୍ ଆଣିଲେ। ପ୍ୟାକେଟ୍ଟିକୁ ଆଣି ମୋତେ ଭେରିଫିକେସନ୍ ନ କରି ସେ ତାଙ୍କ ବ୍ରାଞ୍ଚ ମ୍ୟାନେଜରଙ୍କ ସାମ୍ନାରେ ତାଙ୍କ ପାଖରେ ରଖିଲେ। ଆଉ ମେସିନ୍, ଓଜନ ମେସିନ୍ଟିକୁ ଆଣିକି ମୋ ପାଖରେ ରଖିଲେ। ଦେଟୁ ମୋତେ ତାଙ୍କର ଫିଲ୍ଡ ଅଫିସର ସୌମ୍ୟ ପାତ୍ର ସିଏ ପେପର୍ 4ଟି ଦେଲେ, କହିଲେ ଏଇଟା କ୍ଲୋଜର୍ ପେପର୍, ଏଇଟା ସାଇନ୍ କରନ୍ତୁ। ମୁଁ ସେ ପେପର୍ଟି ପଢ଼ିଲି। ପଢ଼ିକି ସାଇନ୍ କରୁଛି। ସେହି ସମୟରେ ମୁଁ ଜାଣିବାକୁ ପାଇଲି ଯେ ତାଙ୍କର କର୍ମଚାରୀ ମୋତେ ନ ଦେଖେଇକିରି ସେ ସିଲ୍ଡଟାକୁ କ୍ୟାମେରା ସାମ୍ନାରେ, ଯେହେତୁ ମୁଁ ସେଇଠି ବସିଥିଲି, ସେଠି କ୍ୟାମେରା ଲାଗିଥିଲା, ବ୍ରାଞ୍ଚ ମ୍ୟାନେଜର ଅଛନ୍ତି, ସେ ଗୋଟେ ଚିରିବାର ଅଭିନୟ କଲେ ଯେ ଆମେ କଷ୍ଟମର ସାମ୍ନାରେ ଇନ୍ ଫ୍ରଣ୍ଟ ଅଫ୍ କ୍ୟାମେରା ଆମେ ସିଲ୍ଡଟାକୁ ଚିରିଲୁ। ଚିରିକିରି ସେଟାକୁ ଓଜନ ମେସିନ୍ରେ ପକାଇଲେ। ମୋତେ ମୋର 260 ଗ୍ରାମ ଅଛି ବୋଲି ମୋତେ କହିଲେ ଆପଣଙ୍କର ଭେରିଫାଇ କରନ୍ତୁ, ଆପଣଙ୍କ ପାଖରେ ଭେରିଫାଇ ପେପର୍ ଅଛି, ଆପଣ କେତେ ପିସ୍ ଦେଇଛନ୍ତି, କେତେ ଗ୍ରାମ ଦେଇଛନ୍ତି, ଏଇଠି ଆପଣଙ୍କ ସାମ୍ନାରେ ଅଛି, ଆପଣ ଭେରିଫାଇ କରନ୍ତୁ। ମୁଁ ସେଇ ଜିନିଷଟି ପକାଇଲି। 260 ଗ୍ରାମ ମୁଁ ଦେଇଥିଲି, ମୁଁ 260 ଗ୍ରାମ ପାଇଗଲି। 15 ପିସ୍ ମୁଁ ଦେଇଥିଲି, ମୁଁ 15 ପିସ୍ ପାଇଗଲି। ମୋତେ ଏଥର ବ୍ୟାଙ୍କ ପ୍ରତି ସନ୍ଦେହ କରିବାର କୌଣସି ପ୍ରଶ୍ନ ରହିଲା ନାହିଁ। ମୁଁ ସେ ଜିନିଷଟିକୁ ମୁଣିରେ ପୁରେଇ ଘରକୁ ନେଇ ଆସିଲି। ଘରେ ମୋ ମା ଦେଖନ୍ତି ଯେ ସେ ଭିତରୁ 14 ପିସ୍ଟି ଆମର, ଗୋଟିଏ ସରୁ ଚେନ୍ଟା ସେମାନେ ବଦଳେଇକି ଏକ୍ଜାକ୍ଟ ସେଇ ଗ୍ରାମର କରିକି ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ବସନ୍ତ ବେହେରା। ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।